ପ୍ରବନ୍ଧ କଖାରୁ ଫୁଲ ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀ। ଧର ତୁମେ ଜଣେ ମାନସିକ ରୋଗୀ, ମାନେ ତୁମ ମୁଣ୍ଡ ଖରାପ ହୋଇଯାଇଛି। ମୁଁ ହେଲି ଜଣେ ମନ ବା ମୁଣ୍ଡ ଡାକ୍ତର। ତୁମେ ମୋ ପାଖକୁ ଆସିଲ। ଆସିବା ଆଗରୁ ପେଟକ ଖାଇକରି ଆସିଛ। ମନଟା ବିରକ୍ତିଆ ହୋଇଯାଇଛି। କାହିଁକି ନା ଭାତକୁ ବାହାରିଲା ଗୋଡ଼ି, ଡାଲି ଯାଇଥିଲା ପୋଡ଼ି, ମାଛ ହେଲା ଲୁଣି, ଖଟା ହେଲା ପାଣି। ମୁଁ ତୁମକୁ ପରୀକ୍ଷା କରି ବସିଲି। ଆମ ମନ ବୈଦ୍ୟବିଦ୍ୟାର ପ୍ରଧାନ ଅସ୍ତ୍ର ହେଲା ରୋଗୀକୁ ଆମେ କେତେଗୁଡ଼ିଏ କଥା ପଚାରିବୁ। ରୋଗୀ ଉତ୍ତର ସଙ୍ଗେ ସଙ୍ଗେ ଦେଇଯିବ। ସେଥିରୁ ଆମେ ତା ମନର ଭିତରିଆ ଛାଇ ଦେଖି ତା ମନ କଥା ସବୁ ବୁଝିପାରିବୁ। ସେ ଉପାୟ ଧରି ମୁଁ ତୁମକୁ ପଚାରିଲି। ପ୍ରଶ୍ନ ଭାତ, ଉତ୍ତର ଗୋଡ଼ି। ପ୍ରଶ୍ନ ଡାଲି, ଉତ୍ତର ପୋଡ଼ା। ପ୍ରଶ୍ନ ମାଛ, ଉତ୍ତର ଲୁଣି। ପ୍ରଶ୍ନ ଆମ୍ବିଳ, ଉତ୍ତର ପାଣି। ଏଇଥର ମୁଁ ବୁଝିନେଲି ଯେ ତୁମ ଘରେ ଖାଇବା ପିଇବା ଭଲ ନଥିବାରୁ ତୁମ ମୁଣ୍ଡଟା ଖରାପ ହୋଇଯାଇଛି। ଅତଏବ ସିଦ୍ଧାନ୍ତ ହେଲା ଯେ ତୁମ ଘରଣୀ ତୁମର ଯତ୍ନ ନିଅନ୍ତିନି। ସୁତରାଂ ଘରଣୀଙ୍କଠାରୁ ଅଲଗା ହୋଇ ରହିଲେ ତୁମ ମୁଣ୍ଡଟା ଭଲ ହୋଇଯିବ। ବ୍ୟବସ୍ଥା ବଡ଼ ଡାକ୍ତରଖାନାର ନର୍ସିଂହୋମରେ ରହିଲେ ସେଠି ଭଉଣୀମାନଙ୍କ ହାତରନ୍ଧା, ହାତପରସା ଓ ପଶାମଜା ପାଇଲେ ତୁମର ସବୁ ରୋଗ ଭଲ ହୋଇଯିବ। ଅଥଚ ଅସଲ କଥା ଯେ ତୁମ ଘରଣୀ ତୁମକୁ ଭାରି ଭଲ ପାଆନ୍ତି, ତୁମର ବହୁତ ଯତ୍ନ ନିଅନ୍ତି। ସେଦିନ ସେ ବାପଘରକୁ ଯାଇଥିଲେ। ଆଉ କେହି ତୁମ ପାଇଁ ରାନ୍ଧିଥିଲା ମୁଁ ସେ କଥା ଜାଣେନି। କିନ୍ତୁ ତୁମକୁ ପ୍ରଶ୍ନ ପଚାରିଲି, ତୁମ ମନ କଥା ବାରିଲି, ବ୍ୟବସ୍ଥା କରିଦେଲି। ତୁମ ଘରଣୀ ଯେତେବେଳେ କଥା ଜାଣିଲେ ସେତେବେଳେ ଲାଗିଗଲା ଗୋଟାଏ ଅଦିନ ଝଡ଼ ବର୍ଷା। ସେ ବର୍ଷା ପାଣିରେ ତୁମ ମୁଣ୍ଡ ଏକାବେଳେ ଥଣ୍ଡା। ଏପରି ଏ ବିଦ୍ୟା, ଏପରି ଆମର ସବୁ ବିଦ୍ୟା। ଆଜିକାଲିର ଯାହା କିଛି ଗୋଟିଏ ନୂଆ ହେଉ ତା ନିଶ୍ଚିତ ଭଲ। କାରଣ ସେ ନୂଆ ଘରେ ସ୍ୱର୍ଗ ଅପ୍ସରୀ ଘରଣୀ ଥିଲେ ମଧ୍ୟ ସେବନୀ କାଳି କାଳି କୁତୁରିଟିଏ ନୂଆ କରି ରଖିଦେଲେ ସେ ନିଶ୍ଚୟ ହେବ ଭଲ। ତୁମେ ଗୋଡ଼େଇଲ ତା ପଛରେ, କାହିଁକି ନା ସେ ନୂଆ ସୁନ୍ଦରୀ ଘରଣୀ। ଯେ ପୁରୁଣା ସେମିତିକା ଯାହା କିଛି ଆମକୁ କିଏ ଆସି ନୂଆ କଥା କହିଦେଉଛି, ଆମେ ସେଇଥିରେ ମାତି ଯାଉଛୁ, ତାରି ପଛରେ ଗୋଡ଼େଇ ମରୁଛୁ। ଦେଖିବାର ବା ଭାବିବାର ସମୟ ନାହିଁ। ଏ ସତରେ ଭଲ ନା ଭେଲ? ଏ ମନସ୍ତାତ୍ତ୍ୱିକ ବିଦ୍ୟା ଇଏ। ମନ ଡାକ୍ତରୀ, ସାଇକୋଲୋଜି ଓ ସାଇକୋଲୋଜିସିସ୍ ଓ ସାଇକୋଥେରାପି ଏହାକୁ ବାହାର କରିଥିଲେ ଫ୍ରଏଡ୍। ଏ ଥିଲେ ପାଗଳ, ରୀତିମତ ବାୟା। ନୂଆ କଥାରେ ମାତିଗଲେ। ଥୋଡ଼ାଏ ଲୋକ ତାଙ୍କ ପରେ ଯେ ଏ ବିଦ୍ୟାର ଗୁରୁ ହେଲେ ସେ ମଧ୍ୟ ପାଗଳ। ଯାହା ହେଉ, ସତ ବା ମିଛ, ଭଲ ବା ଭେଲ, ଏ ହେଉଛି ଗୋଟାଏ ରୀତି ବା ଗୋଟାଏ ଫ୍ୟାସନ୍। ଖାଲି ଚିକିତ୍ସାବିଦ୍ୟାରେ ନୁହେଁ, ସାହିତ୍ୟରେ ଓ କଳାରେ ମଧ୍ୟ ଏ ଆସି ଆସନ ମାଡ଼ି ଆସିଲାଣି। ଯେଉଁ ଗଳ୍ପ, ଉପନ୍ୟାସ, ନାଟକ ଇତ୍ୟାଦିରେ ଏ ମନଘଣ୍ଟା କଥା ଯେତିକି ଅଛି ସେ ସେତିକି ଉଚ୍ଚତର ବୋଲାଉଛି। ଅଥଚ ଆମ ଦେଶର ଏ ସାହିତ୍ୟିକ ବା କଳାକାରମାନଙ୍କ ମଧ୍ୟରୁ ଶତକଡ଼ା 99 ମନୋବିଜ୍ଞାନ, ମନସ୍ତର ବା ମନୋବିଷୟକ ପଢ଼ିନାହାନ୍ତି। ସେମାନଙ୍କୁ ଏସବୁର ଅର୍ଥ ପଚାରିଲେ ହୁଏତ ସେମାନେ କହିପାରିବେନି। ଶୁଣିଛନ୍ତି ଫ୍ରଏଡ୍ ଇତ୍ୟାଦିଙ୍କ ନାଁ। ଶୁଣୁଛନ୍ତି ମୁଁ କହିଲା ଭଳି ଉପର ଠାଉରିଆ ଗୋଟାଏ ଦିଟା କଥା। ବେଶ୍, ତାରି ଉପରେ ଢାଳି ବାତରୁ ନରସିଂହୋମର ବ୍ୟବସ୍ଥା ହୋଇଯାଉଛି। ଅଥଚ ଆମର ସେହି ପ୍ରକାର ସାହିତ୍ୟ ଓ କଳା ପସନ୍ଦ। ତା ଯେବେ କରୁଛ, ତାହେଲେ ତ ତୁମ ମୁଣ୍ଡ ଓ ମନରୋଗର ଚିକିତ୍ସା କରିବା ଲାଗି ଏ ସାହିତ୍ୟିକ ଓ କଳାକାରମାନଙ୍କୁ ନିଯୁକ୍ତି କଲେ ଭଲ ହୁଅନ୍ତା। ସେଥିଲାଗି ପୁଣି ବୈଜ୍ଞାନିକ ଓ ଡାକ୍ତରଙ୍କର ଦରକାର କିଆଁ? କ'ଣ କହୁଛ? ତୁମ ମୁଣ୍ଡ ରୋଗଟା ଦେଖିବା ପାଇଁ ଯେବେ କହିବ, ମୁଁ କଟକର ଅନେକ ସାହିତ୍ୟିକ ଓ କଳାକାରଙ୍କୁ ଦେବି। ସେମାନେ ଯେ କେହି ଟଙ୍କା ଗୋଟାଏ ଦିଟା ବା କମ୍ରେ କମ୍ ଗିନି ଦିଗିନା ଚା' ବଦଳରେ ତୁମକୁ ଭଲ କରି ଦେଇଯିବେନି, ଯାଇପାରିବେନି। କିଆଁ? ସେମାନେ ପରା ମନସ୍ତାତ୍ତ୍ୱିକ ଲେଖକ ଓ କଳାକାର। ସେମାନେ ପରା ତାଙ୍କ ଚରିତ୍ରରେ ନାୟକମାନଙ୍କର ମନସ୍ତତ୍ୱ ତାଙ୍କ ଲେଖା ଓ ଅଙ୍କାରେ ତୁମ ଆଗରେ ପ୍ରକାଶ କରି ପକାନ୍ତି। ଆଉ ତୁମ ରୋଗଟା ଭଲ ନ କରିଦେବେ କିଆଁ? କଥାଟା କ'ଣ କି, ତୁମକୁ ଏ ନୂତନତ୍ୱର ଭୁଲ ଲାଗିଛି। ନୂଆ ନାରୀଟିଏ ପାଇଲେ ବି କବି ଯେପରି କାଳନାଗୁଣୀଠାରୁ ଆରମ୍ଭ କରି କଳା ଭଅଁର, କଳା କୋଇଲି ପର୍ଯ୍ୟନ୍ତ, ଡାଳିମ୍ବରୁ ଆରମ୍ଭ କରି ପାଟଳ ଗଛ ପର୍ଯ୍ୟନ୍ତ ସବୁଥିରେ ତାରି ରୂପ ଓ ଗନ୍ଧ ଦେଖୁଥାଏ, ନୂଆ ନାଗରୀଟିଏ ପାଇ ଗୋପୀମାନେ ଯେପରି ବୃନ୍ଦାବନରେ କଣ୍ଟାବୁନାଠାରୁ ଆରମ୍ଭ କରି କଦମ୍ବ ଗଛ ପର୍ଯ୍ୟନ୍ତ ସବୁଥିରେ କୃଷ୍ଣଙ୍କ ଅଙ୍ଗସୁଖ ପାଇପାରୁଥିଲେ, କଂସର ଦନ୍ତାହାତୀଟା ମଧ୍ୟ ପ୍ରାଣ ଭୟରେ ଯୁଆଡ଼େ ଚାହେଁ ତେଣେ କୃଷ୍ଣଙ୍କୁ ଦେଖେ। ଯେପରି ଆମେ ସେମିତିକା ହୋଇଯାଇଛୁ। ନୂଆ କଥାଟାଏ ବାହାରିଲା, ଆମକୁ ଲାଗିଲା ତାରି ନଟ।
କିନ୍ତୁ ଆମର ଏଇ ନଟ ପଛରେ କ'ଣ ଅଛି? ସୁବଳ ହାତୀର ଭୟ ଭେଳିକି ନା ଗୋପୀମାନଙ୍କର ପ୍ରେମ ଭେଳିକି? ମୁଁ ଜାଣେ ନା, ବୁଝିପାରେନି। ଯେଉଁ କଲେଜ ଓ ସ୍କୁଲ ପିଲାମାନଙ୍କୁ ହୁଏତ ସାଇକୋଲୋଜି, ସାଇକୋ ଆନାଲିସିସ୍ ବା ସାଇକୋଥେରାପି ବନାନ ପର୍ଯ୍ୟନ୍ତ ଆସେନି, ସେମାନେ ଏଥିରେ ମାତିଯାଆନ୍ତି କିପରି? ୟାରି ଦୁହା ଦେଇ ଭଲକୁ ଭାଣ୍ଡିଆ କରନ୍ତି ଓ ଭାଣ୍ଡକୁ ଭଲ କରନ୍ତି କିପରି? ନିଶ୍ଚୟ ଏ ପ୍ରେମ ନୁହେଁ, କାରଣ ପ୍ରେମରେ ଅନ୍ଧ ହେଲେ ମଧ୍ୟ ଖଣ୍ଡିଆ କୋଡ଼ିଆ ନୁହେଁ। ସେ ନ ଦେଖିପାରୁଥିଲେ ମଧ୍ୟ ସ୍ପର୍ଶ ସୁଖ ଅନୁଭୂତିର ଉନ୍ମାଦନା ଠିକ୍ ହୋଇପାରେ। ହଁ, ଗୋଟାଏ କଥା, ପ୍ରେମ ଅନ୍ଧ। ଏଇ କଥାଟା ଆମ ଦେଶୀ କଥା ନୁହେଁ। ଆମର ପ୍ରେମ ଦେବତା କାମଦେବ, ଆମର ପ୍ରେମ ଦେବୀ ରତି, ଏମାନେ ପରମ ସୁନ୍ଦର ଶ୍ରେଷ୍ଠ। ବିଲାତୀ କାମଦେବ କ୍ୟୁପିଡ଼ ହୁଏତ ଅନ୍ଧ। ଆମେ ବିଲାତୀ ସାଇବ ଏକଦମ ନିଛକ ସାଇବ କିନାଇଲେ। ସେଥିହେତୁ କାମଦେବଙ୍କୁ ଛାଡ଼ି କ୍ୟୁପିଡ଼ଙ୍କୁ ଧରିଲୁଣି। ଆମେ ଆଖିରେ ଦେଖିପାରୁନୁ, କିଛି ଦେଖିପାରୁନୁ। ପରାଧୀନ ପୁରୁଣା ଭାରତର ଉଆଁସ ଅନ୍ଧାର ଭିତରୁ ହଠାତ୍ ସ୍ୱାଧୀନତା ବିଲାତ ନିଅ ନାଲୁଆ ଆସିଯାଇ ଆମ ଆଖି ଖାଲି ଝଲସି ଯାଇନି, ଆଖିର କର୍ନିଆ ବିଲକୁଲ ପୋଡ଼ିଯାଇନି, ଛିଣ୍ଡି ଯାଇଛି। ତା ସାଙ୍ଗରେ ମଧ୍ୟ ବିଲାତୀ ଘଣ୍ଟା ଚାମଚର ବିଲାତ ଖାନା ଖାଇବାକୁ ଯାଇ ମୁସ୍କିଲରେ ପଡ଼ିଯାଇଛୁ। ହଇହେ, ଯେ 2-4ଟା ଫାଲୁଆ ଗୁଣ୍ଡାରେ ଥାଳିଏ ଭାତ ପାର କରି ଗର୍ଜନ ସମାନ ଏଡ଼ିରେ ଗାଁ କମ୍ପାଇ ଦେଉଥିଲେ, ସେ ଏତେ ଟିକିଏ ଚାମଚରେ ଟିକିଏ ଟିକିଏ ନେଇ କେତେ ଖାଇବେ? ସେ ବ୍ରହ୍ମଦେର ପୂରିବ କେମିତି? ଫଳ ପାଉଛୁ? ଆମ ହାତ ଗୋଡ଼ ଶୁଖି ଡାଙ୍ଗ ହୋଇଯାଉଛି। ବିଲାତୀ କ୍ୟୁପିଡ଼ଙ୍କର ସ୍ପର୍ଶ ସୁଖ ମଧ୍ୟ ପାଇବାର ଶକ୍ତି ଆମର ନାହିଁ। ସେ ହେତୁରୁ ଏ ନୂଆ ନିତ୍ୟ ନୂତନ ଆମେ କିଛି ବୁଝୁନୁ, କିଛି ଦେଖୁନୁ। ଶୁଣୁ ଶୁଣୁ ଭାବୁ, ଆରେ ନୂଆ କଥାଟେ ବାହାରିଛି। ଆମେ ଏଥିରେ ନ ମାତିଗଲେ ଆମକୁ କାଳେ କହିବେ ମରହଟିଆ ଗୁଆଁର। ସେବେଳେ ଓଲ୍ଡ ଫଜି। ସୁତରାଂ ନ ବୁଝୁ ପଛକେ, ନ ଦେଖୁ ପଛକେ, ନ ଚାଖୁ ପଛକେ, ତାରି ସେଇ ନିତ୍ୟ ନୂତନ ବଡ଼େଇ କରି ଚାଲୁ, ଗୋଟିଏ କଳଯନ୍ତ୍ର ପରି। ସେ ବିଲାତ ଲୋକଙ୍କର ଗୋଟାଏ କଥା ଅଛି, ପୁରୁଣା ମାଇପ ଓ ପୁରୁଣା ମଦ ସବୁଠୁ ଭଲ। ଓଲ୍ଡ ୱାଇଫ୍ ଆଣ୍ଡ ଓଲ୍ଡ ୱାଇନ୍। ଆମେ ସେ କଥା ବୁଝନ୍ତୁ। ଓଲ୍ଡ ୱାଇନ୍, ପୁରୁଣା ମଦ ଛାଡ଼ି ଆମେ ଇଲେ ଚଳିବୁ ଆମୋନିଆ ଫସଫେଟ୍ ଦିଆ କାଲି ତିଆରି ମଦ। ଘୋଡ଼ାକୁ ଘଡ଼ା, ବୋତଲକୁ ବୋତଲ। ହାକିମମାନଙ୍କ କ୍ଲବରୁ ଆରମ୍ଭ କରି ମଜୁରିଆ ଆଡ୍ଡା ପର୍ଯ୍ୟନ୍ତ। ଆଉ ପୁରୁଣା ସ୍ତ୍ରୀ, ସେଇ ଦରବୁଢ଼ୀ ମାଇକିନାଟା। ଆରେ ଛି ଛି, ଦାଣ୍ଡରେ ହାଟରେ ଏତେ ଶିକ୍ଷିତା ସୁନ୍ଦରୀ ଷୋଡ଼ଶୋତ୍ତରୀ ଥିବା ଜାଗାରେ। ସୁତରାଂ ତମେ ଦେଖୁଛ ତୁମର ଇଏ ଯୋଉ ନୂଆ ଭାଳିକି, ଏ ଯୋଉ ନିତ୍ୟ ନୂତନ ନଟ, ଏ ଗୋପୀଙ୍କ ପ୍ରେମ ନୁହେଁ, ଏ ପ୍ରକୃତରେ ହୁବଳୟର ଲୟ। ତୁମେ ଭାବୁଛ ୟା ପଛରେ ନ ଗୋଡ଼େଇଲେ କାଳେ ତୁମକୁ ଲୋକେ ନାପସନ୍ଦ କରିବେ। ପର ପଛରେ ଗୋଡ଼େଇବା, ପର ଅଇଁଠା ଚାଟିବା, ଏହି ଆମ ସ୍ୱାଧୀନତାର ଫଳ, ଏହା ଆମ ସ୍ୱରାଜ ଅମୃତ। ହାୟ ମହାତ୍ମା ଗାନ୍ଧୀ। ତୁମେ କହିବ ମୁଁ ଗୋଟାଏ ନିନ୍ଦୁକ। ମୁଁ ଆଜିକାଲି ଟୋକାଟୋକିଙ୍କର ଶ୍ରୀ ସହିପାରୁନି, ନହେଲେ ମୁଁ ନିହାତି ମରହଟିଆ ମୂର୍ଖ। ମୁଁ ସହିପାରୁନି ସତ, ତୁମର ଶ୍ରୀ ନୁହେଁ, ତୁମର ଏଇ ବିଶ୍ରୀକୁ, ଏଇ କୃଷିକୁ। ଆଉ ମରହଟିଆ କାଳିଆ ହେବାରେ, ପୁରୁଣା ହବାରେ, ସେ କାଳର ହବାରେ, ଓଲ୍ଡ ଫଗି ହବାରେ ମୁଁ ସେପରି କିଛି ଗନ୍ଧ ପାଉନି ତ। ମରହଟିଆ କାଳ ଥିଲା ଆମର ଦେଶର, ଏ ଜାତିର। ନିଜ ଦେଶ ଓ ଜାତି ସହିତ ଏକ ହୋଇଯିବାରେ ଅଗୌରବଟା କ'ଣ? ଅଗୌରବ ନାହିଁ, ନିଶ୍ଚୟ ଅଛି। ତୁମେ ମୂର୍ଖ, ତୁମେ ନିର୍ବୋଧ, ତୁମେ ବୋକା। ଏଇ ଆଟମିକ ଯୁଗରେ ତୁମେ ଯେବେ ରକେଟ୍ ପ୍ଲେନ୍ ଛାଡ଼ି ବଳଦ ଗାଡ଼ିକୁ ପସନ୍ଦ କର, ତାହେଲେ ଲୋକେ ତୁମକୁ ଛି ଛାକର କରିବେନି? ଜମାନ ବଦଳି ଯାଇଛି ଭାଇ, ଜମାନା ବଦଳି ଯାଇଛି। ବଦଳି ଯାଇଛି, ହଁ ନିଶ୍ଚୟ ବଦଳି ଯାଇଛି। କିନ୍ତୁ ନ ବଦଳିଛି କେତେବେଳେ? ବଦଳିବାଟା ହିଁ ଜର୍ମାନର ଧର୍ମ। ବୀଜାଣୁ ଜୀବାଣୁଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ବହୁତ ଜମାନା ବଦଳି ଯାଇଛି। ଗଛ ଉପରେ ବସା ଓ ପର୍ବତ ଗୁମ୍ଫାଠାରୁ ନ୍ୟୁୟର୍କର ଷ୍ଟେଟ୍ ବିଲ୍ଡିଂ ପର୍ଯ୍ୟନ୍ତ ବହୁତ ବାଟ ଗଡ଼ି ଗଡ଼ି ଆସିଛି। ସେ କଥା ମୁଁ ଜାଣେ। ସୁତରାଂ ମୁଁ ଯେଉଁ କାଳକୁ ନେଇ ବସିଛି, ଯେଉଁ ବଳଦଗାଡ଼ି ଯୁଗକୁ ନେଇ ବସିଛି ବୋଲି ତୁମେ ନାକ ଟେକୁଛ, ସେ ପୁରୁଣା ଯୁଗ ନୁହେଁ ଆଜ୍ଞା, ସେ ବି ଥିଲା ଗୋଟାଏ ନୂଆ ଯୁଗ ଦିନେ। ମୁଁ ଯେ ଯୁଗକୁ ଚିହ୍ନେ, ବୁଝେ, ଜାଣେ, ସୁତରାଂ ତାକୁ ନେଇ ବସିଛି। ସେ ଯୁଗର ପ୍ରତି କଥାଟି ମୋରି ଦିହର ପ୍ରତି ରକ୍ତବିନ୍ଦୁ ସହିତ ମିଶିଛି। ସୁତରାଂ ସେ ମୋତେ ସୁହାଉଛି। ଇଏ ଯୋଉ କଥା ତୁମେ କରୁଛ, ତୁମେ ବୁଝୁନ, ଜାଣୁନ, କରାଇ ଯାଉଛ ଖାଲି, କେବଳ ଡରରେ। ଇଏ ମନୁଷ୍ୟ ତା ନୁହେଁ ଭାଇ, ଇଏ ମାତ୍ରକେ ବଣ ମନୁଷ୍ୟ। ମୁଁ ଶଗଡ଼ ଯୁଗର ଆବୁରି ଧରି ଅନ୍ତତଃ ମଣିଷ ଅଛି। ତୁମେ ଯେ ଅବୁଝା, ଅଚିହ୍ନା, ଅଜଣା ଆଟମିକ ଯୁଗର କୁଣ୍ଡାଇ ଧରି ବଣ ମଣିଷ ପାଲଟି ଯାଇଛ ଯେ। କିମିତି ତୁମେ କହୁଛ ଇଏ ଖାଲି ଗାଲୁ, ଇଏ ଖାଲି ଯୁକ୍ତି ହରାଇ ବକ ବକ ଅସ୍ତ୍ର। ସତେ
ଆଚ୍ଛା ମୁଁ ହାତେ ହାତେ ପ୍ରମାଣ କରିଦେଉଛି। ଆଗରୁ ତ ତୁମକୁ ଦେଖାଇ ଦେଇଛି ଯେଉଁମାନେ ସାଇକୋଲୋଜି ଶବ୍ଦଟାକୁ ଇଂରାଜୀରେ ଶୁଦ୍ଧ ଭାବରେ ଲେଖିପାରିବେନି ସେଇମାନେ ହିଁ ସାହିତ୍ୟରେ ଓ କଳାରେ ସାଇକୋଲୋଜି ଖୋଜି ବସନ୍ତି। ଏଇଟା ସତ ନା ମିଛ? ହଲପ କରି କହ ତ। ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ଭାଷାରେ ଛାତିରେ ହାତ ଦେଇ କହ ତ। ତାପରେ ସାଇକୋଲୋଜି ଓ ସାଇକୋ ଆନାଲିସିସ୍ ଯେବେ ସାହିତ୍ୟ ଓ କଳାର ପ୍ରଧାନ ବିଷୟବସ୍ତୁ ହୁଏ ତାହେଲେ ସେକ୍ସପିୟର, ମିଲ୍ଟନ, ସେରିଡାନ, ଗୋଲ୍ଡସ୍ମିଥ, ସେଲି, ବାଇରନ, ଟେନିସନ, ବ୍ରାଉନି, ରୁସୋ, ହ୍ୟୁଗୋ, ଡୁମା, ଭଲଟେୟାର, ସ୍କେଟେ ଇତ୍ୟାଦି ସାହିତ୍ୟିକମାନେ, ମାଇକେଲ ଆଞ୍ଜେଲ, ବେନିବେଟୁନ, ସେଲିନ, ରସ୍କିନ୍ ଇତ୍ୟାଦି କଳାକାରମାନେ ବଡ଼ ହେବେ ନାହିଁ କାହିଁକି? ଏମାନଙ୍କ ବେଳକୁ ଫ୍ରଏଡ୍ ପ୍ରୟନ୍ତର ଆମର ଆରମ୍ଭ ହୋଇନଥିଲା କି? ସାଇକୋ ଆନାଲିସିସ୍ ଓ ସାଇକୋଥେରାପି କଥା ଏମାନେ କାନରେ ମଧ୍ୟ ଶୁଣିନଥିଲେ। ତାହେଲେ ତୁମେ କ'ଣ କହିବ? ଏମାନେ ବଡ଼ କଳାକାର ନା ଏମାନଙ୍କ ନାଁ କଳାକାରରେ ଗଣ୍ୟ ନୁହେଁ? ମନେ ରଖ, ମୁଁ ଏ ଛାର ଭାରତବର୍ଷର ପୁରୁଣା ଫ୍ରଏଡ୍ ପୂର୍ବ କଳାକାରମାନଙ୍କ ନାଁ ମାତ୍ର ଧରିନି ଏଠି। କାରଣ ମୁଁ ଜାଣେ ଆମ ପୂର୍ବପୁରୁଷଗୁଡ଼ାକ ଏପରିକି ରବି ଠାକୁର ମଧ୍ୟ ନିତାନ୍ତ ଗନ୍ଧିଆ ପୋଚରା। ସେଥିପାଇଁ ତୁମର ପ୍ରିୟତମ ବିଲାତ କଳାକାର। ଏଗୁଡ଼ାକ ବିଲାତ କଳାକାର? ଏସବୁ କିଏ ମ? ଓ ନାଁ ବି ଶୁଣିନ? ଯାଅ, ନ ଶୁଣିଲେ ତୁମ ଗୋସାଇଁମାନଙ୍କୁ ପଚାର, ସେ କହିବେ। ଏଥରକ ତ ବୁଝିଲ ତୁମର ଏଇ ଉପାସ୍ୟ ସାଇକୋଲୋଜି ଓ ସାଇକୋଆନାଲିସିସ୍ ଛଡ଼ା ଉଚ୍ଛେଦର ସାହିତ୍ୟ ଓ କଳା ନିଶ୍ଚୟ ହୋଇପାରେ। ହେଇଛି, ହବ ମଧ୍ୟ। ବରଂ ତୁମର ଏସବୁ ନୂଆ ଢଙ୍ଗ ପୁକଳାରେ ପଶିବ ସେ ଏକାବେଳେ ଫିକା ପଡ଼ିଯାଉଛି ମଧ୍ୟ। ଏ ମୋର ତୃତୀୟ ପ୍ରମାଣ ଯେ ତୁମେ କିଛି ବୁଝୁନ, ଖାଲି ବାନରଙ୍କ ଭଳି ବଣ ମଣିଷଙ୍କ ଭଳି ଅନୁସରଣ କରିଯାଉଛ ମାତ୍ର। ଶୁଣ, ଗାଳି ଦିଅନି। ମୁଁ କହୁନି ଯେ ମୁଁ ତୁମଠାରୁ ବେଶୀ ପଢ଼ିଛି କି ବେଶୀ ଜାଣିଛି। କିନ୍ତୁ ମୁଁ ଗର୍ବ କରି କହିପାରେ ମୁଁ ଯେତିକି ପଢ଼ିଛି ଓ ଯେତିକି ଜାଣିଛି ତାକୁ ଭଲ କରି ବୁଝିଛି, ବେଶ୍ କରି ହଜମ କରି ନେଇଛି। ତୁମେ ଯେ ଡାକ୍ତର ମିଶ୍ର କି ଡାକ୍ତର ପଟ୍ଟନାୟକଙ୍କୁ ପଚାରିଲ ଅଳ୍ପ ଖାଇ ହଜମ କରିବାଟା ଭଲ ନା ବେଶୀ ଗୁଡ଼ାଏ କଲବଲ କରି କିଳି ପକାଇ ଅଜିର୍ଣ୍ଣରେ ଘରେ ରଖେଇ ନ ଦେବାଟା ଭଲ? ଶୁଣିବ କ'ଣ କହିବେ ସେ? ତୁମକୁ ସେଇଆ ହେଇଛି, ବଦ୍ ହଜମ। ବେଶୀ ଗିଳିଛ କି ନ କହ ପାରିବିନି। ତୁମର ସେ ଉଦରରେ କେତେ ମାଲ ଧରିବ ବା ତା ମୁଁ କଳିନି। ଲୋକେ ଅଛନ୍ତି ଯେ କି ଏକା ବଳତକେ 10 ସେର 15 ସେର ଖାଇ ହଜମ କରିପାରିବେ। ବଡ଼ାଣିଆ କଥା, ମାଗିବେ 100 ଟଙ୍କା। ମୁଁ ତାଙ୍କୁ ତୁମରି ସାମ୍ନାରେ ଖୁଆଇ ପ୍ରମାଣ କରିଦେବି ଏକାବେଳେ ସତ ଏ କଥା। ଏ ଲୋକେ ଅଛନ୍ତି ଯେ କି ପାଏ ଖାଇଲେ ବି ମହକେଇ ଦେବେ ଘର। ସେମିତି ତୁମ ମଗଜ କଥା ତୁମେ ଜାଣ। ଜାଣି ଯେତିକି ପାରିବ ସେତିକି ଖାଅ। ଗୁଡ଼ାଏ ଗିଳ ଆଉମାନଙ୍କ ନାକ ଫଟାଅନି କି ବାଡ଼ିଆଳ ମଇଳା କରନି। ଏଇଠି ତୁମର ମୋର ପ୍ରଭେଦ। ପାଠ ପଢ଼ିଲେ ବେଶୀ ଗୁଡ଼ାଏ ଜାଣିଲେ ମଣିଷ ବଡ଼ ହୁଏନି। ଏପରି କବି ଅଛନ୍ତି ବା ଥିଲେ ଯେଉଁମାନେ କି ଅପାଠୁଆ ଓ ଅଳ୍ପ ପାଠୁଆ। ଏଇ ଦେଖ ନା ତୁମର ବିଲାତ କବି ବର୍ଣ୍ଣସ୍ ବା ଗୋଲ୍ଡସ୍ମିଥ୍, ସେଲି ବା କିଟସ୍। କିନ୍ତୁ ସେ ଯେତିକି ପଢ଼ିଥିଲେ ତାକୁ ଭଲ କରି ଦଖଲ କରି ନେଇଥିଲେ। କ'ଣ ବା ସାହିତ୍ୟ ଲେଖି ଦରକାର ହୁଏନି ପଣ୍ଡିତରୀ। ଆମ ସଂସ୍କୃତ କବିମାନଙ୍କ ମଧ୍ୟରେ ଭାରବୀ ଓ ଭବଭୂତି କାଳିଦାସଙ୍କଠାରୁ ବଡ଼ ପଣ୍ଡିତ ଥିଲେ। ଭାରବୀଙ୍କ ସମ୍ବନ୍ଧରେ ଗୋଟେ କଥା ଅଛି। ତାଙ୍କର ପଣ୍ଡିତେଇ ଏତେ ଦୂର ବେଶୀ ହୋଇ ଯାଇଥିଲା ଯେ ତାଙ୍କ କଥା ତାଙ୍କ ବାପା ମା ମଧ୍ୟ ବୁଝିପାରୁନଥିଲେ। ଲମ୍ବା ଘଡ଼ଘଡ଼ିଆ ଶବ୍ଦ ଓ ବାକ୍ୟ ସବୁବେଳେ ସବୁ ବିଷୟରେ ତାଙ୍କ ପାଟିରୁ ବାହାରୁଥିଲା। ଦିନେ ତାଙ୍କ ମାମୁଁ ଆସି ପହଞ୍ଚିଲେ। ଭଣଜାକୁ ଦେଖି କୁଶଳ ହାଲ ପଚାରିଲେ। ଭଣଜା ଯାହା ଜବାବ ଦେଲେ ସେ ମାମୁଁଙ୍କ ମୁଣ୍ଡରେ ପଶିପାରିଲା ନାହିଁ। ମାମୁଁ ଭିଣେଇଙ୍କ ଆଡ଼କୁ ଚାହିଁଲେ। ଭିଣେଇ କପାଳରେ ହାତ ମାରି କହିଦେଲେ, କ'ଣ କରିବୁ ଗୁଡ଼ାଏ ପଢ଼ି ଏ ଅବସ୍ଥାରେ? ମାମୁଁ କହିଲେ, ତୁମେ ଏଣିକି ତାକୁ ଖାଲି ବ୍ରୀହି ଖୁଆଅ। ବ୍ରୀହି ଖାଇଲେ ବୁଦ୍ଧି ମୋଟା ହୋଇଯିବ। ସେଇଆ ହେଲା। ପୁଣି କିଛି ଦିନ ପରେ ମାମୁଁ ଆସିଲେ। ଭାବିଲେ ଏତେ ଦିନର ବ୍ରୀହି ଖାଇବା ପରେ ଭଣଜା ପଣ୍ଡିତେଇ କମିଯାଇଥିବ। ପଚାରିଲେ, ବାପା କେମିତି ଅଛୁ? ଜବାବ ଦେଲେ, ଅଶେଷ ସେମୁଷି ମୋଷ ମଶାମି କେବଳଂ। ଅର୍ଥାତ୍ ଖାଲି ବ୍ରୀହି ଖାଇ ଖାଇ ମୋର ବୁଦ୍ଧି ଲୋପ ହୋଇଗଲାଣି। ମାମୁଁ ଦେଖିଲେ ବ୍ରୀହି ଖାଇ ବୁଦ୍ଧି ଲୋପର ଚିହ୍ନ ଯେବେ ଏଇଆ ହୁଏ ତାହେଲେ ଆଉ କ'ଣ କରାଯାଇପାରେ? ଅଥଚ ଭାରବୀ ଓ ଭବଭୂତିଙ୍କ ତୁଳନାରେ କାଳିଦାସ କେତେ ବଡ଼? ଉଦାହରଣ ତ ବହୁତ ଅଛି। ସୁତରାଂ ତୁମେ ଏ ଆଟମିକ୍ ଯୁଗର ଏ ସାଇକୋ ଆନାଲିସିସ୍ ବା ଚତୁଷ୍ପଦ କଥା ନ ଜାଣିଲେ ଯେ ସାହିତ୍ୟିକ ହୋଇପାରିବନି ଏପରି କିଛି ନାହିଁ। ତାପରେ ତୁମର ଏଇ ଯେଉଁ ସାଇକୋ କ'ଣ ଏମିତି ଗୋଟାଏ କିଛି ବଡ଼ କଥା ନୁହେଁ ମ। ମୁଁ ଘରଣୀ ଅପାଠୁଆ ନ ହେଲେ ମଧ୍ୟ ଅଳ୍ପ ପାଠୋଇ। ଏ ସାଇକୋ ଫାଇକୋ କଥାରେ ସେ କାନ ମଧ୍ୟରେ ଶୁଣନ୍ତି ନାହିଁ।
ତଥାପି ମୋ ସାଇକୋଲୋଜିଟା ସେ ବୁଝନ୍ତି। ମୁଁ ହୁଏତ ସେତେ ବୁଝେନି କି ତୁମର ଫ୍ରଏଡ୍ ହୁଏତ ସେତେ ବୁଝିପାରିବେନି। ତାଙ୍କ ପୁଅ ଝିଅ ନାତି ନାତୁଣୀ ଘରେ ଯେତେବେଳେ ଲୋକ ଅଛନ୍ତି ସମସ୍ତଙ୍କ ସାଇକୋଲୋଜି ତାଙ୍କୁ ବେଶ୍ ଜଣା। ସେଇଥିପାଇଁ ସେ ଠିକ୍ ବେଳକାଳ ଉଣ୍ଡି ତତଲା ତେଲ ଠିକ୍ ଜାଗାରେ ପକାନ୍ତି। ସମସ୍ତେ ସିଧା ହୋଇଯାଆନ୍ତି। ସେ ଫ୍ରଏଡ୍ଙ୍କ ଠାରୁ ମଧ୍ୟ ବଡ଼। କିଛି ନ ପଚାରି ଖାଲି ମୋ ଆଖିରୁ ଓ ମୁହଁର ଭାବରୁ ସେ ଠିକ୍ ଠଉରେଇ ନିଅନ୍ତି ମୋ ମନ କୁଆଡ଼େ ବୁଲୁଛି। ଏ ମୋ ଘରଣୀ ଯେମିତି ତୁମର ମା ଭଉଣୀ ଓ ଘରଣୀମାନେ ମଧ୍ୟ ସେମିତି। ଏ ମାଇପି ପାଠ ଆଜ୍ଞା ମାଇପି ପାଠ ସମସ୍ତଙ୍କୁ 19-20 ମାଲୁମ ଅଛି। କଳାକାର ଓ ସାହିତ୍ୟିକ ମଧ୍ୟ ତାହା ବରଂ ବେଶୀ ଜଣା, କାରଣ ସେ ଜୀବନ ଗଢ଼େ। କଳାକାର ବାହାଦୁରୀ ସେ ତିଆରି ମାଟିକୁଣ୍ଡି ବା ଚିତ୍ର ପ୍ରତିମାର ପ୍ରତ୍ୟେକ ଅଙ୍ଗରେ ତା ମନର ଭାବ ଫୁଟାଇ ପାରେ। ସାହିତ୍ୟିକ ବାହାଦୁରୀ ସେ ତା କଲମ ମୁନରେ ଜୀବନ ବିଶ୍ଳେଷଣ କରିପାରେ, ମାନେ ସୃଷ୍ଟିର ଚିତ୍ର ଦେଇପାରେ। ଅର୍ଥାତ୍ ଫୁଲରେ ଫଳ, ପର୍ବତରେ ନଈରେ, ଧୂଳିରେ ମଳିରେ, ନାୟକରେ ନାୟିକାରେ ସେ ସୃଷ୍ଟି ଜୀବନ ଦେଖେ ଓ ସେଇ ସୃଷ୍ଟି ଜୀବନକୁ ପରିଷ୍କାର ଭାବରେ ଫୁଟାଇ ପାରେ। କୋଣାର୍କ ଦେଉଳ କାନ୍ଥରେ ତୁମେ ନଟିର ମୂର୍ତ୍ତି ଦେଖିଛ? ଦେଖିଥିବ ନିଶ୍ଚୟ। କେଜାଣି କୋଣାର୍କ ସିନା ଅଛି, ବିଲାତ ଓ ମାର୍କିନ ଦେଶର ଲୋକମାନେ ଦେଖିବା ଲାଗି ତୁମର ଦେଖିବାକୁ ଦରକାର କ'ଣ? ଗୁଡ଼ାଏ ପଥର ଦିହରେ କେତେଗୁଡ଼ିଏ ଲଙ୍ଗାଳା ମୂର୍ତ୍ତି। ସେ ନଟି ନାଚୁଛି ତା'ର ମୁହଁରେ, ତା'ର ହାତଗୋଡ଼ର ଭଙ୍ଗୀରେ ନାଚିବାରେ ଉନ୍ମାଦନା। ସଂଯୁକ୍ତାର ଛଳଛଳ ଚଞ୍ଚଳ ତରଳ ଭାବ ପଥର ଦିହରେ ନିହାଣ ମୁନରେ କଳାକାର ଫୁଟାଇ ପାରିଛି। ତା'ର ଦିହଟା କେବଳ ନାଚୁନି, ତା'ର ମନ, ତା'ର ହୃଦୟ, ତା'ର ପ୍ରାଣ ମଧ୍ୟ ନାଚୁଛି। ତା ଦେହରେ ତା'ର ସେ ମାନସିକ ମନସ୍ତତ୍ୱ ନୁହେଁ ତ, ଜୀବନଟା ଯାକର ମନସ୍ତତ୍ୱ ଲେଖା ହୋଇ ରହିଛି। ଯାଅ, ଦେଖ, ପଢ଼, ଶିଖ, ସେ ଶକ୍ତି ତୁମର ଯେବେ ଅଛି। ତୁମ ମିକଲ୍ଟ ଦେଶର କଥା ଫରାସୀ ବିପ୍ଳବ। ଲୋକେ ଶହ ଶହ ବର୍ଷର ରାଜକୀୟ ଅତ୍ୟାଚାରରେ ଜର୍ଜରିତ ହୋଇ ମାତି ଉଠିଛନ୍ତି। ମା ଜନଶକ୍ତି ରକ୍ତମୁଖୀ। ଚାହିଁ ତା'ର ବଳି ରାଜପୁରୁଷଙ୍କ ବଳି ବିଚାର ଚାଲିଛି। ବସିଛି ବିଚାରାଳୟରେ ମାଡ଼ାମ ଡିଫୋର୍ଜେ ବଡ଼ କ୍ଳିଷ୍ଟ। ସେ ଅତି ବେଶୀ ଅତ୍ୟାଚାରିତା। ରକ୍ତମୁଖା ମା ଜନଶକ୍ତିର ସାକ୍ଷାତ ଜୀବନ୍ତ ପ୍ରତିମା। ହାତରେ ତା'ର ମହାଅସ୍ତ୍ର ସିଲେଇ, ଛୁଞ୍ଚି ଓ କନା। ସେ ସିଲେଇ କରି ଚାଲିଛି। ଗୋଟାଏ ବିଚାର ସରି ଗିଲେଟିନ୍ର ଦଣ୍ଡ ଆଦେଶ ହେଲା ମାତ୍ରକେ ତା'ର ଛୁଞ୍ଚି ଓ ସୂତାରେ ଗୋଟିଏ ଗଣ୍ଠି ପଡ଼ିଯାଉଛି। ବଳି ଚାଲିଲା ଶ୍ମଶାନକୁ। ଗିଲେଟିନ୍ ଠିଆ ହୋଇଛି। ମ୍ୟାଡ଼ାମ ମଧ୍ୟ ଗଲେ ତା' ସାଙ୍ଗେ ସାଙ୍ଗେ। ହୁଏତ ସେଇ ଟୁମ୍ବରିନ୍ ବା ଶବବିବାହ ଗାଡ଼ିରେ ଶହ ଶହ କ୍ଷୁଧାର୍ତ ଜନତା ଆଗ୍ରହରେ ଠିଆ ହୋଇଛି ଦେଖିବ ରାଜପୁରୁଷର ମୁଣ୍ଡ କିପରି ଗିଲେଟିନ୍ର ଚୋଟରେ ଗଣ୍ଡିଠାରୁ ଅଲଗା ହୋଇଯିବ, ଗଡ଼ ଗଡ଼େଇଯିବ। ରାଜପୁରୁଷର ଗଣ୍ଡିରୁ କିପରି ରକ୍ତ ଜୁଆର ପିଚିକାରି ଚାରିଆଡ଼େ କରିଦେବ ରଙ୍ଗୀନ। ଏଇ ରଙ୍ଗୀନ ଫୁଆରରେ ତା'ର ଭୋକିଲା ପେଟ ଭରିଯିବ, ତା'ର ପୋଡ଼ିଲା ହୃଦୟ ଥଣ୍ଡା ହୋଇଯିବ। ମୁଣ୍ଡ ତଳେ ଗଡ଼ ଗଡ଼ାଇବା ମାତ୍ରକେ ଡିଫୋର୍ଜଙ୍କର ସୂତାରେ ଆହୁରି ଗୋଟାଏ ଗଣ୍ଠି ପଡ଼ିଯିବ। କିନ୍ତୁ ତାଙ୍କର ମୁହଁ ନିର୍ବିକାର, ହସ ନାହିଁ, ଘୃଣା ନାହିଁ। ଗୋଟାଏ ପଥର ମୁହଁ। ପିରାମିଡ଼ର ସ୍ଫିଙ୍କ୍ସର ଭାବ। ଏଇ ଯେ ଚିତ୍ର ଡିକେନ୍ସ ଦେଇଛନ୍ତି ମ୍ୟାଡ଼ାମ ଡିଫାର୍ଜେଙ୍କର, ଏଇ ଯେ ବର୍ଣ୍ଣନା ସେ କରିଛନ୍ତି, ତା' ମୂଳରେ କେତେ ବଡ଼ ମନସ୍ତତ୍ୱ ଅଛି ତୁମେ ବୁଝିପାର? କହିଲ ଦେଖି, ଏ କେଉଁ ବହିର କଥା? ଡିକେନ୍ସ ଫ୍ରଏଡ୍ ଆଗରୁ ତାଙ୍କର ଲେଖା। ସେ ସାଇକୋଡ଼ାଗଣଙ୍କ କଥା ଜାଣି ନ ଥିଲେ, କିନ୍ତୁ ସାଇକୋ ବିଷୟରେ ବୁଝିଥିଲେ ସେ। ଏଗୁଡ଼ାକ ତୁମକୁ ଭଲ ଲାଗିବନି। ତୁମରି ମନସ୍ତତ୍ୱ ଦରକାର ନାହିଁ। ତୁମର ଦରକାର ମନ ବିଶ୍ଳେଷଣ। ମାନେ ମନ କଥାଟା ଘାଣ୍ଟି ଘୁଣ୍ଟି ଚକଟା ଚକଟି କରି ତୁମ ଆଗରେ ଖିନଭିନ କରି ଥୋଇଲେ ତୁମେ ସେଥିରୁ ଆନନ୍ଦ ପାଇବ। ତୁମେ ଚାହଁ ମାତୃଧନ୍ଦା, ପିତୃଧନ୍ଦା, ସ୍ୱପ୍ନଧନ୍ଦା, ମଦର କମ୍ପ୍ଲେକ୍ସ, ଫାଦର କମ୍ପ୍ଲେକ୍ସ, ସିଷ୍ଟର କମ୍ପ୍ଲେକ୍ସ। ମା'ର ପୁଅ ପ୍ରତି ଯେ ଅଗାଧ ଅକୃତ୍ରିମ ସ୍ନେହ, ତା' ଭିତରେ ତୁମେ ଦେଖିବାକୁ ଚାହଁ ମା'ର ପୁଅ ପ୍ରତି ଯୌନ ଭାବ। ବାପର ଝିଅ ପ୍ରତି ଯେ ସ୍ନେହ ଓ ଆଦର, ତା' ଭିତରେ ତୁମେ ଦେଖିବାକୁ ଚାହଁ ବାପ ଝିଅ ପ୍ରତି ଯୌନ ଭାବ। କି କଦର୍ଯ୍ୟ! ଆଉ ଏ କଥା କି ସତରେ? ମା'ର ସ୍ନେହ ଭିତରେ ଯେବେ ବେଶୀ କମ୍ କିଛି ଥାଏ, ତାହେଲେ ସେ ହେଉଛି ସେ ପୁଅଙ୍କ ଅପେକ୍ଷା ଝିଅ ପ୍ରତି ତା'ର ସ୍ନେହ ବେଶୀ। ତା' ଭିତରେ କି ଯୌନ ଭାବ ଅଛି ନ ଜାଣି ତୁମ ପାଖରେ ସବୁ ସମ୍ଭବ। ଯେ ମା ପୁଅଙ୍କ, ବାପ ଝିଅଙ୍କ ସ୍ନେହ ଭିତରେ କଦର୍ଯ୍ୟ ଯୌନ ଭାବ ଦେଖିପାରନ୍ତି ଓ ଦେଖିବାକୁ ବ୍ୟାକୁଳ ହୁଅନ୍ତି, ତାଙ୍କର ସୌନ୍ଦର୍ଯ୍ୟବୋଧ କାହିଁ? ସେ ଗୋଲାପ ଫୁଲର ମହକରେ ନାକରେ ଲୁଗା ମାଡ଼ିବେ। କଖାରୁ ଫୁଲର ସୌନ୍ଦର୍ଯ୍ୟରେ ସେ ଓତପ୍ରୋତ ହୋଇଯିବେ। ଗୋଲାପ ଫୁଲର ଟିକିଏ ମହୁମାଛି ହେବାକୁ ତାଙ୍କର ଇଚ୍ଛା ନାହିଁ। ତାଙ୍କର ଇଚ୍ଛା କଖାରୁ ଫୁଲର ବିରାଟ ପାଖୁଡ଼ା ପୋକ।
ବା ବାରେ ରସିକ ଗୋଲାପ ଫୁଲ। ସେ ତ କେବଳ ବୁର୍ଜୁଆମାନଙ୍କ ବିଳାସର ସାମଗ୍ରୀ। ସର୍ବହରା ରକ୍ତ ଦେଇ ସେ ଗୋଲାପ ଗଛ ପଡ଼ିଛି। କାଟିଦିଅ ତାକୁ, ହଳିଦିଅ ସେ ଗୋଲାପ ଫୁଲର ପାଦ ତଳେ। ଆଉ କଖାରୁ ଫୁଲ, ଆହା ହା, ସର୍ବହରାର ସୌଖିନ ସ୍ୱାଦ। କଖାରୁ ଫୁଲର ବଡ଼, କଖାରୁ ଫୁଲର ଭଜା, ଏ ଯେ ସର୍ବହରାର ଖାଦ୍ୟ। ଏଇଥିରେ ସଂସାର ସୌନ୍ଦର୍ଯ୍ୟ ଭରା। ସେ ପାରୁଡ଼ା ପୋକ ଦେହରେ ପ୍ରକୃତ ସୁବାସ ମହକି ଉଠୁଛି। ଭଲ କଥା, ପାରୁଡ଼ା ପୋକ ତୁମର ପ୍ରକୃତି। ପାରୁଡ଼ା ପୋକ ହିଁ ରହିବ ତୁମେ। ଏଇଠି ଶେଷ ହେଲା ଗୋବିନ୍ଦ ତ୍ରିପାଠୀଙ୍କ ପ୍ରବନ୍ଧ କଖାରୁ ଫୁଲ। ରହିଲି, ନମସ୍କାର।